ମହାଭାରତ ଯୁଦ୍ଧକୁ ଗୀତାରେ ଧର୍ମଯୁଦ୍ଧ ଭାବରେ ଅଭିହିତ କରାଯାଇଛି। ଏହା ହେଉଛି ଧର୍ମ ଏବଂ ଅଧର୍ମ ମଧ୍ୟରେ ଯୁଦ୍ଧ। ପାଣ୍ଡବମାନେ ଧର୍ମକୁ ପ୍ରତିନିଧିତ୍ୱ କଲାବେଳେ କୌରବମାନେ ଅଧର୍ମକୁ ପ୍ରତିନିଧିତ୍ୱ କରିଥାନ୍ତି। ଏକଶହ କୌରବ ଆସୁରୀ ପ୍ରବୃତ୍ତିର ପ୍ରତୀକ ହୋଇଥିଲା ବେଳେ ପାଣ୍ଡବମାନେ ଦୈବୀ ପ୍ରବୃତ୍ତିର ପ୍ରତୀକ। ଦୈବୀ ପ୍ରବୃତ୍ତିର ସଂଖ୍ୟା ଆସୁରୀ ପ୍ରବୃତ୍ତିର ସଂଖ୍ୟା ଠାରୁ କମ୍ ହେଲେ ମଧ୍ୟ ଯଦି ଏହି ପ୍ରବୃତ୍ତିକୁ ସୁଚାରୁ ରୂପେ ପରିଚାଳନା କରାଯାଏ ହେଲେ ଦୈବୀ ପ୍ରବୃତ୍ତିର ବିଜୟ ହେବା ସୁନିଶ୍ଚିତ। କୁରୁକ୍ଷେତ୍ରକୁ ଧର୍ମକ୍ଷେତ୍ର ବୋଲି ମଧ୍ୟ କୁହାଯାଏ। ଗୀତାର ପ୍ରଥମ ଶ୍ଲୋକରେ କୁହାଯାଇଛି, ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ୟୁୟୁତ୍ସବ। ପ୍ରକୃତିର ତିନି ଗୁଣ ଅଛି, ସତ୍ୱ, ରଜ ଓ ତମ। ଏହି ତିନି ଗୁଣ ମନୁଷ୍ୟର ବିଭିନ୍ନ ପ୍ରକାର ସ୍ୱଭାବ। ଏହା ସ୍ୱଭାବରେ ବିଭିନ୍ନତାକୁ ଲକ୍ଷ୍ୟ କରି ମନୁଷ୍ୟକୁ ଚାରି ଶ୍ରେଣୀରେ ବିଭାଜନ କରାଯାଇଛି, ଯାହାକୁ ବର୍ଣ୍ଣ କୁହାଯାଏ। ଏଠାରେ ଏହା ବୁଝିବା ଭ୍ରମାତ୍ମକ ହେବ ଯେ ଈଶ୍ୱର ଇତିହାସର କୌଣସି ଏକ ବିଶେଷ ସମୟରେ ସୃଷ୍ଟି କରିଛନ୍ତି। ଏହା ଅନାଦି, ଯାହାକି ମନୁଷ୍ୟର ଅଭାବ ଅନୁସାରେ ହୋଇଛି। ମୁଁ ଗରିବ ହେଇଥାଇପାରେ, କିନ୍ତୁ କାହା ବାପର ଗୋଲାମ ନୁହେଁ। ପରିସ୍ଥିତି ଯେମିତି ଥାଉ ନା କାହିଁକି ଆଟିଟ୍ୟୁଡ ସେମ୍ ରହିବ। ରାଗରେ ସିନା ମୁଁ ତୁମକୁ ବହୁତ କିଛି କହିଦେଇଥାଏ, ହେଲେ ତୁମେ ତ ଜାଣିଛ ମୁଁ କେମିତିକା। ମୋ ଜୀବନଠୁ ଅଧିକ ମୁଁ ତୁମକୁ ଭଲ ପାଏ। ଭାଇ, କେବେ ଯଦି କୋଉ ଝିଅ ତୁମକୁ ଛାଡ଼ିଦିଏ, ଦୁଃଖୀ ନ ହୋଇ ଖୁସି ହୋଇଯାଅ। କାରଣ ଯଦି ସିଏ ସତରେ ସତୀ ସୀତା ହୋଇଥାନ୍ତା, ତମକୁ କେବେ ଛାଡ଼ିକି ଯାଇନଥାନ୍ତା। ଦୁନିଆ ଠୋକର ମାରିଥାଏ। ସମୟ ଆଉ ପରିସ୍ଥିତି ମଣିଷର ପରୀକ୍ଷା ନେଇଥାଏ। କେବଳ ସେହି ଲୋକଙ୍କୁ ସଫଳତା ମିଳିଥାଏ ଯାହା ପାଖରେ ଏହି ଦୁଇଟି ଜିନିଷକୁ ସମ୍ଭାଳିବା ଓ ତାକୁ ସାମ୍ନା କରିବାର ସାହସ ରହିଥାଏ। ପ୍ରେମର ବାଜିରେ ଆଜି ମୁଁ ହାରିଯାଇଛି। ତତେ ପାଇବା ଆଶାରେ ମୁଁ ନିଜକୁ ନିଜେ ହରେଇ ଦେଇଛି। ଭଲ ପାଇବା ତ ଆଜି ବି ଅଛି, ହେଲେ ତୋ ଠାରୁ ଭରସା ଆଉ ବିଶ୍ୱାସ ଭାଙ୍ଗି ଯାଇଛି। ବିଶ୍ୱାସ ଭାଙ୍ଗିବା ପରେ ବି ତତେ ହିଁ ବିଶ୍ୱାସ କରୁଛି। ଏତେ ଇଗ୍ନୋର କଲା ପରେ ବି ତତେ ହିଁ ଭଲ ପାଉଛି। ଏ ଜନ୍ମରେ ତତେ ପାଇପାରିବିନି, ଜାଣିକି ବି ଏ ହୃଦୟରେ ତତେ ସାଇତି ରଖିଛି। ଜୟ ଶ୍ରୀ ଜଗନ୍ନାଥ।